गुरुब्रह्मा गुरुविष्णु गुरुदेव महेश्वर गुरुरेव परं ब्रह्मं तस्मै श्री गुरुवे नमः। अखण्डमण्डलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय नमः शिवाय नमः शिवाय नमः शिवाय नमः शिवाय। शिवपुराण बा शैव पुराण द्वितीय खंड शिवଙ୍କ अंतर्ध्यान ହେବା ଦେଖି पार्वती वीरस मनरे बाहुड़िबा। नैमेष्या अरण्ये ऋषि गण आनंद रे पूछन्ति धातानंदन सनत कुमारे। हे देव तुम्भे ओटो जे सर्वज्ञ पुरुष सकल शास्त्र भरिछि तब हृददेश। मात्र कथा एक मने पड़ई आम्भर दया करी प्रकाश करन्तु तपिवर। बृहत शिव पुराण बा शैव पुराण प्रथम खंड शुणिलु तब मुख पुण। যাহা যাহা আম্ব আগে করিল গায়ন শুনিলা বেলু আনন্দ হেউ অছি মন। দেব দেব মহাদেব জগত ঈশ্বর সকল জীবଙ୍କ পরে যেহু অধীশ্বর। ତାଙ୍କ କଥା ଶୁଣି ମନ ହେଉଛି ପବିତ୍ର ନୂଆ ନୂଆ ଲାଗୁଅଛି ଆମ୍ଭଙ୍କୁ ସମସ୍ତ। କହିଲେ ଯେ ଶିବ ଥିଲେ ତପସ୍ୟାରେ ରତ ସେବେଳେ ସ୍ୱର୍ଗେ ଦଇତ କରିଲେ ଉତ୍ପାତ। ତେଣୁ ତାହାଙ୍କ ତପସ୍ୟା ଭାଙ୍ଗିବାର ପାଇଁ ଦେବଗଣଙ୍କୁ ନିର୍ଦ୍ଦେଶ ଦେଲେ ମାତା ତହିଁ। ଆସିବ ତପ ନ ଭାଙ୍ଗିଲେ ନ ମରେ ଅସୁର। ପୁଣି କନ୍ଦର୍ପକୁ ସାପ ଥିଲା ବ୍ରହ୍ମାଙ୍କର। ଥିଲା ବ୍ରହ୍ମାଙ୍କର ସେ ଯେ ଥିଲା ବ୍ରହ୍ମାଙ୍କର। ଶିବ ତପ ନ ଭାଙ୍ଗିଲେ ନ ମରେ ଅସୁର। ଏହିପରି କେତେ କାର୍ଯ୍ୟ ସାଧନ ନିମନ୍ତେ କନ୍ଦର୍ପକୁ ପେଶିଥିଲେ ଦେବତା ସମସ୍ତେ। ତାହାଙ୍କ ଆଦେଶେ ରତି ରତି ଚଲି ଯାଇ ଫୁଲ ଧନୁ ଧରି ଶିବେ ବାଣେ ଦେଲେ ଛାଇ। ସେ ପଞ୍ଚ ବାଣ ବାଜନ୍ତେ ଶିବଙ୍କ ମର୍ମର ଅଖଣ୍ଡ ତପସ୍ୟା ଭାଙ୍ଗି ଗଲା ତାହାଙ୍କର। ତେଣୁ କ୍ରୋଧେ ନେତ୍ର ଖୋଲି ଚାହିଁ ଦେଲେ ହର। ଦେଖିଲେ କନ୍ଦର୍ପ ଉଭା ହୋଇଛି ଆବର। ତାଙ୍କ ନେତ୍ରାନଳେ ସେହୁ କ୍ଷଣକ ମଧ୍ୟରେ ଭସ୍ମ ହୋଇଗଲା ଚାହୁଁ ଚାହୁଁ ସେ ଠାବରେ। କନ୍ଦର୍ପ ଭସ୍ମ ପର୍ଯ୍ୟନ୍ତ ଆମ୍ଭେ ଶୁଣିଅଛୁ ଆବର କି ହେଲା ବୋଲି সকল পুছুଛୁ। ଶୁଣିବା ପାଇଁ କି ଶ୍ରଦ୍ଧା ବଳିଛି ଆମ୍ଭର ଦୟା କରି ପରକାଶ କରନ୍ତୁ ଏଠାର। କରନ୍ତୁ ଏଠାର ଏହିପରି ଋଷିଗଣ ବିନୟ ଭାବରେ କୁହନ୍ତେ ଧାତାନନ୍ଦନ ସନତ କୁମାରେ। ଶୁଣି ହରଷିତ ହୋଇ ମନେ ତପିବର ବୋଇଲେ ହେ ଋଷିଗଣ ଶୁଣ ମୋ ଉତ୍ତର। ଜାଣୁଛି ମୁଁ ତୁମ୍ଭେ ମାନେ ମହାପୁଣ୍ୟବାନ ସେଥି ଯୋଗେ ଶିବ ଶାସ୍ତ୍ରେ ବୋଳାଇଛ ମନ।
ତୁମ୍ଭମାନଙ୍କର ଶ୍ରଦ୍ଧା ଭକ୍ତି ଦେଖି ମୁହିଁ ମନ ମଧ୍ୟରେ ଅଶେଷ ଆନନ୍ଦ ହୁଏ। ଯେବେ ଶୁଣିବାକୁ ଶ୍ରଦ୍ଧା ରହିଛି ତୁମ୍ଭର ଧୀର ସ୍ଥିରେ ଚିତ୍ତେ ଶୁଣ ସର୍ବରୁ ଶିବର। আর এ শিব পুরাণ ওটে অমৃত সমান পান কলে বাধা বিঘ্ন হেব বিনাশন হেব বিনাশন প্রভু হেব বিনাশন এ শিব পুরাণ ওটে অমৃত সমান সে প্রভুঙ্ক সঙ্গে যেহু দ্রোহ অরজিছি রৌরব নরকে পড়ি দণ্ড সে ভোগিছি ସେହିପରି ଦେବତାମାନଙ୍କ ହିତ ପାଇଁ କନ୍ଦର୍ପ ଶିବଙ୍କ ତପ ନାସିବାକୁ ତହିଁ ତପସ୍ୟା ସ୍ଥାନରେ ଯାଇ ହୋଇଲା ପ୍ରବେଶ କାମ ବାଣେ ବିଦ୍ଧ କଲା ଶିବଙ୍କ ଅବଶ তপস্যা দেখছি তপস্যাতে জীর্ণ শিব কামে বাই হই চাহি দিয়ন্তে নেত্রানলে কাম হেলা দহিয়ে অবশেষে কন্দর্পর দেব ভস্ম হই অবশেষে কন্দর্পর দেহ ভস্ম হই কিঞ্চিত মাত্র পাউস রহিলা কতহে এহা দেখি সদা শিব মনে খেদ বহি তপস্যা স্থানরু গলে অন্তর্ধান হই কিন্তু সেঠারে পার্বতী সখী সঙ্গে ধরি সেবা করুথিলে শিব করসা কম্বরি তাহাঙ্কর অঙ্গ সঙ্গ পাইবা নিমিত্ত কামাতুরে সেবা করু থিলে আদিমাত পূর্ব মন মধ্যে দেবী হরষিত হই চাহি রহিথিলে তাঙ্ক সুখ লাভ পাই ভাবিথিলে নিশ্চয় শিব তপশেষ কালে মতে রখিলে আদরে বসাইবে কোলে নানা বন্ধরে সুরত করিবে শঙ্কর গাঢ়ে আলিঙ্গন করি দেবে দেবে কভিড়ি কর গাঢ়ে আলিঙ্গন করি বেক ভিড়ি কর অভিমানে তাঙ্ক মুহ কথা ন কহিলে অভিমানে তাঙ্কু মোহি কথা ন কহিলে মো মন মোহিবে চাটু গির কহি ভলে শেষ প্রীতি দান শেষ প্রীতি দানে তোষ করিবে মোমতি মা মাগিবে সুপুত্র দেবা পাই তাঙ্ক কি কতিয়ে এহিপরি মন মধ্যে ভাবিন শঙ্করী বহু কালকু অপেক্ষা করিথিলে গৌরী কিন্তু সবু আশা তাঙ্ক গলা পণ্ডু হই তপতেজি শিব গলে সেঠারু ভাইয়ে এহা দেখি দেবী মনে বিরস হইন সখীগণ সঙ্গে ঘেনি গলে বাহুড়িন সজসু মন সুপাতি ক্রোধে ফিঙ্কি দেলে সুবাস কুসুম মান অঙ্গু উতারিলে আবরজে নানা বিধি দিব্য অলঙ্কার খোলি ফিঙ্কি দেলে দেবী সখীঙ্ক পাশর সুঝিন দিব্য বসন অঙ্গু ফেই দেই
ମଳିନ ବସନ ଗୋଟି ପହୁଡ଼ିଲେ ତହିଁ। ବୃଥା ଚୁଆ ଚନ୍ଦନ ଅଗୁରୁ କର୍ପୂର ଅତର ଜଳେ ମେଲି ଦେଲେ ଦେବୀ ବୀରସ ମନର। ଦୀର୍ଘ ଘନ କବରୀକୁ ଫିଟାଇଣ ଦ୍ୟନ୍ତେ କଳା ମେଘ ସମସେ ନିତମ୍ବ ପରିଜନ୍ତେ। ବେଦ କରି ଫିଟି ସବୁ ଭୂମିରେ ଲୋଟଇ ସତେ କି ସ୍ରୋତା ମୁଖରା ନଦୀ ଯାଏ ବହି। ଏହିପରି ଭାବେ ଦେବୀ ତେଜିବେ ସଭୂଷା ପିତ୍ରାଳଏ ପରବେଶ ହେଲେ ଶିବ ଯୋଷା। ବିରସ ବଦନେ ଦେଖି ତାଙ୍କ ପିତା ମାତା ସ୍ନେହେ ପୁଛିଲେ କନ୍ୟାକୁ କୁଶଳ ବାରତା। ବୋଇଲେ ମା କାହିଁ ପାଇଁ ତୋ ମନ ବିରସ ଅଳଙ୍କାର ନାହିଁ ଦେହେ ମଳିନ ଯେ ବେଶ। ଏହିପରି ପଚାରନ୍ତେ ଦେବୀଙ୍କୁ ତକ୍ଷଣ ଉତ୍ତର ନ ଦେଇ ମାତା ସ୍ଥିର ହେଲେ ପୁଣ। ତଳକୁ ବଦନପତି ଜନକ ବରଣୀ ତଳକୁ ବଦନପତି କନକ ବରଣୀ। ଢାଳିଲେ ଏକ ନେତୃନୀର ଫିଟାଇ ମୂର୍ଧନି ମୁକ୍ତା ପ୍ରାୟ ଟପ ଟପ ହୋଇଣ ଲୋତକ ଖସି ପଡ଼ିଲା ଯେ ନେତ୍ର ମାତ କଲେ ଶୋକ। ଏହା ଦେଖି ହିମବନ୍ତ ଘରଣୀ ବିକଳେ ବାହୁନି କାନ୍ଦିଲେ କନ୍ୟା ବସାଇଲେ କୋଳେ। ପିନ୍ଧିବା ଉତ୍ତରୀୟରେ ମୁଖ ପୋଛି ଦେଲେ ସର୍ବାଙ୍ଗରୁ ଧୂଳି ଧୂସି ରତ ଝାଡ଼ି ଦେଲେ। ସ୍ନେହ ବରେ ଗଣ୍ଡେ ଚୁମ୍ବ ଦେଇଣ ଜନନୀ କାରଣ ପୁଛିଲେ ହିମବନ୍ତକ ଭାବିନି। ବୋଇଲେ ଲୋ ମାତ କେଉଁ କଥା ଉଣା ତୋର ତୋ ସମାନ ଭାଗ୍ୟବତୀ ଅଛି କେ ତ୍ରିପୁର। ମୋ ଗର୍ଭୁ ଜନମ ଲଭିଥିଲୁ କି ଶୁଭରେ ପିତା ମାତାଙ୍କ ଗୌରବ ରଖିବୁ ମା ବାରେ। ତୋହ ଯୋଗେ ମାନ୍ୟଗଣ୍ୟ ହୋଇତିନି ପୁରେ ତୋ ପିତା ଆଦର ପାଉଛନ୍ତି ସବୁଠାରେ। କିନ୍ତୁ ମାତା ତୋର ମୁଖ ବିରସ ଦେଖିଣ ଫାଟି ଯାଉଅଛି ହିଆ ବାନ୍ଧି ଦୁଃଖ ବାଣ। କହ କହ ମନ କଥା ମୋ ଆଗରେ ମାତ କିମ୍ପା ଚନ୍ଦ୍ର ମୁଖ ହୋଇ ଅଛି ତୋ ବିରସିତ। ଭାଙ୍ଗିଥିଲେ ଗଢ଼ି ଦେବୀ ଡାକିଣ ବିନ୍ଧାଣି ହଜିଥିଲେ ଖୋଜାଇଣ ଦେବୀ ଏହି କ୍ଷଣି। କହ ମାତା ମୋ ଆଗରେ ନ କରି କପଟ ଶିବଙ୍କ ସଙ୍ଗରେ କିବା ହୋଇଛି ବିଭ୍ରାଟ। କିବା ତୋ ସେବାରେ ସେହୁ ଅସନ୍ତୁଷ୍ଟ ହୋଇ ଝିଙ୍ଗାସୀଣ କଟୁ କଥା ତୋତେ ଛନ୍ତି କହି ସେଥି ଯୋଗେ ସହ୍ୟ କରି ନ ପାରିଣ ମାତ ସଖୀ ଗଣ ସଙ୍ଗେ ଘେନି ଆସିଅଛୁ ଏଥୁ। କହ ଫିଟାଇଣ ମୋ ଆଗରେ ସବୁ ତୁହିଁଏ ପିତା ମାତାଙ୍କର ତୋତେ ଅଟେ ମୋ ଦୁହାଇ। ପିତା ମାତାଙ୍କର ତୋତେ ଅଟେ ମା ଦୁହାଇ ଶୁଣି କଇଁ କଇଁ କାନ୍ଦେ ଶୈଳେନ୍ଦ୍ର ଦୁଲଣୀ। ଆଦ୍ୟଠାରୁ ପ୍ରାନ୍ତ ଯାଏ କହିଲେ ବଖାଣି ଯେଉଁ ପରି ତପସ୍ୟାରେ ଶିବ ହେଲେ ରତ ବିତିଗଲା ଯେଉଁ ପରି ଭାବେ ବର୍ଷ ଶତ। ଚଉଦିଗେ ଖୋଜି ଖୋଜି ତାହାଙ୍କୁ ପାଇଲି ସଖୀ ଦ୍ୱୟ ସଙ୍ଗେ ଧରି ପାଦ ସେବା କଲି। ଆବର ଏକଇ ଦିବ୍ୟ ପୁରୁଷ ଆସିଣ ଫୁଲ ଧନୁ ଆମଞ୍ଚିଣ ବିନ୍ଧିଲେ ଏକ ବାଣ। ତାହାଙ୍କ ସଙ୍ଗରେ ଏକ ସୁନ୍ଦରୀ ଲଳନା କାନ୍ତ ସାଥେ ଯାଇଥାଏ ହୋଇ ହର୍ଷ ମନା। ତାପରେ ଯେପରି ଭାବେ ସେ ବାଣ ବିନ୍ଧିଣ
ମହାଦେବଙ୍କ ତପସ୍ୟା ଭାଙ୍ଗିଲେ ତକ୍ଷଣ। ଉପଭଗ୍ନ ଅନ୍ତେ ଶିବ ଖୋଲିଣ ତପଭଗ୍ନ ଅନ୍ତେ ଶିବ ଖୋଲିଣ ନୟନ। ଚାହିଁ ଦିଅନ୍ତେ ଜଲିଗଲା ହୋଇ ହୁତାସନ। ସେ ପୁରୁଷ ନାଶ ଯାନ୍ତେ ତକ୍ଷଣେ ଈଶ୍ୱର। ନ ଚାହିଁଲେ ଆଡ଼ ନେତ୍ରେ ମୁଖକୁ ତାଙ୍କର। ଚାହୁଁ ଚାହୁଁ ଅନ୍ତର୍ଧ୍ୟାନ ଗଲେ କେଣେ ହୋଇ। ବହୁ ବେଳ ରହିଲେ ସେ ତାଙ୍କ ପଥ ଚାହିଁଏ। ତା ମଧ୍ୟ ଅତ୍ୟନ୍ତ ମର୍ମ ଦୁନ୍ତ ଦୃଶ୍ୟମାନ। ଦେଖିଲେ କହିଲେ ପିତା ମାତାଙ୍କ ଆଗେଣ। ବୋଇଲେ ହି ମତ ନଈ ଶୁଣ तात ମାତ। ଯେ ପୁରୁଷ ଭସ୍ମ ହେଲା ତା ନାରୀ ଚରିତ। ଯେତେବେଳେ ଭସ୍ମ କରି କାନ୍ତକୁ ତାହାର। ମହାଦେବ କେଣେ ହୋଇ ଗଲେ ସେ ଅନ୍ତର। ସେ ବେଳର କଥା ଗୋଟି କହି ନ ହୋଇ। ସେ ରମଣୀ ମୁଣ୍ଡ କୋଡ଼ି କଚାଡ଼ି କାନ୍ଦଇ। ତା ବିକଳ ଦେଖି ତରୁ ଲତା ଜଳ ସ୍ଥଳ। ଆବର ଆକାଶ ଦଶ ଦିଗ ବା ପାତାଳ। ସକଳେ ଅତି କାରୁଣ୍ୟ ହୋଇଣ କାନ୍ଦନ୍ତି। ଗୋଡ଼ ଘଡ଼ି ହୋଇ ତହିଁ ମୂର୍ଚ୍ଛା ଯାଏ ସତୀ। ଆମ୍ଭେମାନେ ଯେତେବେଳେ ତାକୁ ବୁଝାଇଲୁ। କୌଣସି ପ୍ରକାରେ ବୋଧ କରି ନ ପାରିଲୁ। ସେହିଠାରେ ପଡ଼ିଅଛି ସେ ନାରୀର ତନ। ଆମ୍ଭେମାନେ ବିରସରେ ଆସିଲୁ ଏ ସ୍ଥାନ। ଏବେ ତୋର ମଣି ଦୁଃଖ ନୟନେ ଦେଖିଲୁ। ଦ୍ୱିତୀୟରେ ପ୍ରଭୁଙ୍କର ପତାନ ପାଇଲୁ। ସବୁ କଥା ମାନ ଦେଖି ବହି ଦହିଲା ଅନ୍ତର। ସ୍ୱାମୀ ବିନେ ରମଣୀର ସ୍ୱର୍ଗ ସୁଖ ଛାର। ଜୀବନରେ ଯେଉଁ ନାରୀ ସ୍ୱାମୀଙ୍କି ନ ପାଏ। ବୃଥା ଅଟେ ତାର ପ୍ରାଣ ଶୁଣ ବାପା ମାଏ। ଧନ ଜନ ଐଶ୍ୱର୍ଯ୍ୟ ଅତୁଳ ସମ୍ପଦ। ତେଜା করে নারী ন ছাড়ই পতিপাদ। পতি সুখরু বঞ্চিতা সে নারী হুই। হাহা হতাশরে তার পরাণ জলই। কিন্তু মোর দশা বর্ତ୍ତমান ସେହିପରି। ତାଙ୍କ ବିନେ ମୋତେ ସବୁ ଲାଗେ ବିଷ ପରି। ଆସିବ ବିହୁନେ ସମସ୍ତ ଦିଶଇ ଅନ୍ଧାର। ଭୋଜନ ଶୟନ ସବୁ ହୋଇଲାଣି ଦୂର। କୁହ ମାତା କେଉଁପରି ଧରିବି ଜୀବନ। ବଞ୍ଚି ରହିବାରେ ଅବା କେଉଁ ପ୍ରୟୋଜନ। ଆଡ଼ ନେତ୍ରେ ଶିବ ଯେବେ ନ ଚାହିଁଲେ ମୋତେ। କାହାକୁ ଅନାଇ ଅବା ବଞ୍ଚିବି ମରତେ। ଯହୁ ପାର୍ବତୀ ଅତ୍ୟନ୍ତ ବିକଳ ହୋଇଲେ। ମାତା ତାଙ୍କର ସାନ୍ତ୍ୱନା ବାଣୀ ଶୁଣାଇଲେ। ବୋଇଲେ ମନେ ଭାବନା ନ କର ମା ତୁହି। ପିତାଙ୍କୁ କହିନ ଲୋକ ପଠାଇବି ମୁହିଁ। ଅଳ୍ପ ଦିନ ମଧ୍ୟରେ ଶିବଙ୍କୁ ତୋହର। ଖୋଜି ଲୋଡ଼ି ଭେଟାଇବି ଆଣି ମୁଁ ପାଶର। ମହେଶ ଆସିବା ଯାଏ ପୁରରେ ମୋହର। ରହିଥାଅ ସଖୀ ଗଣ ସହିତ ହର୍ଷର। ଏହିପରି ମାତା ବହୁ କଥା ବୁଝାବନ୍ତେ। କିଞ୍ଚିତ ଆଶ୍ୱସ୍ତ ହେଲେ ପାର୍ବତୀ ତୁରିତେ। ହିମବନ୍ତପୁରେ ସଖୀ ଗଣଙ୍କ ସଙ୍ଗରେ। ମନ ଦୁଃଖରେ ରହିଲେ ଶିବଙ୍କ ଆଶାରେ। ଏ ଶିବ ପୁରାଣ ଅଟେ ଅତି ହିଁ ପବିତ୍ର। ପଢ଼ି ଶୁଣି ସାଧୁଚନେ ତୋଷ କର ଚିତ୍ତ। ଏତିକି ମାତର ପଦେ ବିନତି ମୋହର। ଅଧମ ଏହିନି ମାନ ଦୁଃଖ ଦୂର କର। ଓମ୍ ନମଃ ଶିବାୟ, ନମଃ ଶିବାୟ, ଓମ୍ ନମଃ ଶିବାୟ।